ସାଙ୍ଗମାନେ ଆମେ ଯେତେବେଳେ କୌଣସି କଥାକୁ ନେଇ ଆମର ସବୁଠୁ ପ୍ରିୟ ବ୍ୟକ୍ତିକୁ ରାଗି ଯାଉ ନା, ରାଗରେ ଏତେ ଅସମ୍ଭାଳ ହେଇଯାଉ ଯେ ଆମେ ମନରେ କି ଭାବି ନଥିବା କଥା ବି ତାକୁ କହିଦେଉ। ଆମ ମନରେ ସେଇଭଳି ଭାବନା ନଥାଏ, ଆମେ ସେହି ବ୍ୟକ୍ତି ପ୍ରତି କେବେ ବି ଆମ ହୃଦୟରେ ସେଇଭଳି କଥା ଭାବିନଥାଉ। କିନ୍ତୁ ରାଗ ଆମକୁ ଏମିତି ପରିସ୍ଥିତି ସୃଷ୍ଟି କରାଇଦିଏ, ଆଉ ସେ ବ୍ୟକ୍ତିଙ୍କ ମନରେ ଏଇଭଳି ଆମେ ନିଜର କଥା ମାଧ୍ୟମରେ କଷ୍ଟ ଦେଇଦେଉ ନା, ସେ ବ୍ୟକ୍ତି ଆଉ କେବେ ବି ଜୀବନ ସାରା ସେଇ କଥାକୁ ଭୁଲି ପାରେନି। ପରବର୍ତ୍ତୀ ସମୟରେ ଆମେ ବହୁତ ପସ୍ତାଉ ଯେ ମୁଁ ରାଗରେ କାହିଁକି ଏପରି କଲି, ତାକୁ କ୍ଷମା ବି ମାଗୁ। କିନ୍ତୁ ସାଙ୍ଗମାନେ, ସେ ପସ୍ତେଇବାର ଆଉ ସେ କ୍ଷମା ମାଗିବାର କୌଣସି ମୂଲ୍ୟ ନଥାଏ। କାରଣ ଥରେ ଆମ କଥାରୁ, ଆମ ପାଟିରୁ ଯେଉଁ କଥା ବାହାରି ଯାଏ ନା, ସେଇ କଥା ଆଉ କେବେ ବି ଫେରି ନଥାଏ। ଆମେ ଆଉ ଯେତେ ଭାବିଲେ ବି, ଯେତେ ପସ୍ତେଇଲେ ବି ତାର କିଛି ମୂଲ୍ୟ ନଥାଏ। ତେଣୁ ବନ୍ଧୁଗଣ, ଆମେ ଯେତେବେଳେ ରାଗୁଛୁ ନା, ତ ଏଇ ରାଗିବା ସମୟରେ ଟିକେ ଆମେ ଯେଉଁ କହୁଥିବା କଥା ଉପରେ ଆମର ନିହାତି କଣ୍ଟ୍ରୋଲ ରହିବା କଥା। କିନ୍ତୁ କ'ଣ କରିବା ବନ୍ଧୁଗଣ, ସମୟ ତ ଏମିତି କରିଦିଏ, ଆମେ ଆଉ ନିଜ କଥା ଉପରେ କଣ୍ଟ୍ରୋଲ କରୁନା। ପରବର୍ତ୍ତୀ ସମୟରେ ସେହି ଆପଣଙ୍କର ପ୍ରିୟ ବ୍ୟକ୍ତିକୁ କଥା କହିବାର କିମ୍ବା ତାକୁ ସାମ୍ନା କରିବାର ମଧ୍ୟ ନିଜ ଭିତରେ ସାହସ ନଥାଏ। ତେଣୁ ଆମେ ସମସ୍ତେ ଚେଷ୍ଟା କରିବା କଥା କମ୍ ରାଗିବା ଏବଂ ନିଜେ ଯେଉଁ କଥା କହୁଛୁ ସେ କଥା ଉପରେ ସଂଯମତା ରକ୍ଷା କରିବା ପାଇଁ। ନିଜ ଅନୁଭୂତିରୁ ପଦେ ଆପଣମାନେ ଠିକ୍ ବୁଝିପାରିଥିବେ।